ଆଜିର ଖବରରେ ଆମେ ଏକ ଦୁଃଖଦ ଘଟଣା ସମ୍ବନ୍ଧରେ ଆଲୋଚନା କରିବାକୁ ଯାଉଛୁ। ଦଶମ ଶ୍ରେଣୀର ବୋର୍ଡ ପରୀକ୍ଷା ଦିନ ଛାତ୍ରଛାତ୍ରୀମାନେ ପରୀକ୍ଷାକୁ ଯାଉଥିବା ସମୟରେ ଓଡ଼ିଶାର ଏକ ପ୍ରମୁଖ ସହର ଯାହାକି କେନ୍ଦ୍ରାପଡ଼ା ରାଜନଗରଠାରେ ଏକ ଚିତ୍ତଭଙ୍ଗ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ମ୍ୟାଟ୍ରିକ୍ ପରୀକ୍ଷା ଦେବା ପାଇଁ ଯାଉଥିବା ଏକ ବୋଲେରୋ ଗୋଟିଏ ସାଇକେଲ ଚାଳକଙ୍କ ସହ ଟକ୍ରାହଟରେ 11 ଛାତ୍ରଛାତ୍ରୀ ଗମ୍ଭୀର ଭାବରେ ଆହତ ହେବା ସୂଚନା ମିଳିଛି ଏବଂ ଦୁର୍ଘଟଣାରେ ସାଇକେଲ ଚାଳକଙ୍କ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି। ସ୍ଥାନୀୟ ପୁଲିସ ଓ ଆପଦ ବିଭାଗ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏହି ଦୁଃଖଦ ଘଟଣାରେ ପରିବାର, ଶିକ୍ଷକ ଓ ସମ୍ପୃକ୍ତମାନେ ଅତି ଦୁଃଖିତ ଓ ଚିନ୍ତିତ। ଏହି ଘଟଣା ପ୍ରଶାସନ ଓ ଶିକ୍ଷା ବିଭାଗକୁ ଗଭୀର ଆଘାତ ଦେଇଛି। ଆମେ ଏହି ଦୁଃଖଦ ସମୟରେ ସମସ୍ତଙ୍କ ପ୍ରତି ଆମର ସହାନୁଭୂତି ଜଣାଇ ଶୀଘ୍ର ସୁସ୍ଥତା ପାଇଁ ପ୍ରାର୍ଥନା କରୁଛୁ।